ଖରା ବି ହଉଥିଲା, ଆଜି ସକାଳୁ ବର୍ଷା ହଉଛି। ଛାତ ଉପରେ ପୁରା ଛିନଛତ୍ର କରିଦେଇଛି। କେତେ ଗଛ ନଇଁ ଯାଇଛି, ଫୁଲଟା ପୁରା ନଇଁ ଯାଇଛି, ଭାଙ୍ଗି ହେଇଛି। କ'ଣ କରିବି ଏବେ? ବହୁତ ଶୀତ ଲାଗୁଛି। ଚୁଲିରେ ପାଣି ପଶି ଯାଇଛି ଲୋ ମା। ଏହେ ଆକା ଏବେ କାଢିକି କ'ଣ ଲାଭ ଅଛି? ବର୍ଷା ତ ହଉଛି। ଏଇ ଗେଣ୍ଡୁ ଗଛ ଗୁଡା ସବୁ ଭାଙ୍ଗି ଯାଇଛି, ଫୁଲ ଗୁଡା ସବୁ ଭାଙ୍ଗି ଯାଇଛି। ଏହେ ଏଇ ଗେଣ୍ଡୁ ଗଛଟା ପୁରା ଯାଇଛି ଯେ କେତେ ଆଗକୁ। ମୁଁ ଭାବିଥିଲି ଏଇଟା ଏକପୃଷ୍ଠିକିଆ ବୋଲି, ତାର ଆଉ ବେଶୀ ଯତ୍ନ ନେଲିନି। ଦେଖିଲା ବେଳକୁ ସିଏ ଗଲାଣି କେତେ ବାଟ। କି ସୁନ୍ଦର ଫୁଲ ଫୁଟିଛି ତା ଦେହରେ, କେତେ ଫୁଲ ଫୁଟିଛି ଯେ ସେଇଥିପାଇଁ କାଲି ପବନ ଦେହରେ ଆଉ ସହିପାରିନି, କେତେ ଗୁଡ଼ା ଡାଳ ତାର ଭାଙ୍ଗି ଯାଇଛି। ଆଉ ମୋର ଦିଟା କଖାରୁ ଫୁଲ ଫୁଟିଛି। ଗଛ ତ ଭଲ ହେଇନି, କଖାରୁ ଫୁଲଟା ହେଇଛି। ଏଠି ଗୋଟେ, ସେଇଟା ଗୋଟେ, ସେଇଟା ଗୋଟେ ଫଳ ଥିବା କଖାରୁ ଫୁଲଟା। ସେଇ କଖାରୁ କ'ଣ ରହିବ? ବଢିଆ ଫୁଲ ଫୁଟିଛି। କେତେ ଗଛ ଭାଙ୍ଗି ଦେଇଛି। ଏଇଠି ଗୋଟେ ଡାଳ ଭାଙ୍ଗି ଯାଇଛି ହରଗୌରାର। କ'ଣ କରିବା? ଏହେ ଏ ସବୁ ଫୁଲ ଯାଇଛି ଲୋ ମା। ଏଇ ସମସ୍ତେ ଶୋଇପଡୁଛନ୍ତି। ଏଇ ଫୁଲଟା ଟିକେ ବଡ଼ ବଡ଼ ଫୁଲ, କିନ୍ତୁ ତାର ଡାଳଟା ଅବାଗିଆ, ମାନେ ଡାଳଟାକୁ ସପୋର୍ଟ ଦରକାର। ସପୋର୍ଟ ଦିଆ ହେଇଥିଲା, ତଥାପି ସେ ଭାଙ୍ଗି ଯାଇଛି। ଆଉ ସେଇ ଫୁଲ ଗଛ ଯେତେକ ଅଛି ସବୁ ସେମିତିଆ ହେଇଛି। ଆଉ ଏଇଠି ଆଉ ସେଇ ଫୁଲ ଗଛ ଯେତେଟା କୁଣ୍ଡ ଅଛି ସବୁ ସେମିତି ନଇଁ ପଡୁଛନ୍ତି। ଆଉ ଯାକ ସବୁ ଓଦା। ଏଇ କୁଣ୍ଡ ଗୁଡାକରେ ପୁରା ପାଣି ଭରି ଯାଇଛି। ଆକୁ ନ କାଟିଲେ କ'ଣ ଗଛ ବଞ୍ଚିବ? ଆଉ ଢାଳିବାକୁ ପଡ଼ିବ, ହେଲେ ବର୍ଷା ପରେ କରିବାକୁ ପଡ଼ିବ। ଏବେ କଲେ ତ ପୁଣି ବର୍ଷା ହଉଛି, ଚାଲିଛି। ହଁ ବେଳୁ ବେଳୁ ବେଶୀ ହେଲାଣି। ଆଜି ଯଦି ଟିକେଟଟା କନଫର୍ମ ହେଇଯାଆନ୍ତା, ଆଜି ଯିବାକୁ ପଡ଼ିବ। ଏମିତିଆ ବର୍ଷା ଦେହରେ ଓଦା ହେଇକି ଯିବା କଥା। ଆଳୁ ଗଛ ଗୁଡ଼ା କେତେ ସୁନ୍ଦର ଦେଖାଯାଉଛି। ୱାଓ, ଶୀତ ଲାଗିଲେ ବି ବଢ଼ିଆ ଲାଗୁଛି ବର୍ଷାଟା। ଏ ବର୍ଷା ଆଜି ବି ଛାଡ଼ିଲା ଭଳିଆ କାହିଁ ଲାଗୁଛି। ବାଲାନ୍ସ ପାଇଁକା ଶୀତ ଟିକେ ନିହାତି ଦରକାର। ଫାଇନାଲି ମୁଁ ଆଜି ଆସି କୋମନାରେ ପହଞ୍ଚିଗଲି। ଏଇଟା ହେଉଛି ମୋ ଭଉଣୀ ଘର। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ। ଏଇଟା ଦେଖନ୍ତୁ ତାଙ୍କ ବାରି। ସକାଳୁ 8ଟା ବେଳେ ଆମେ ଆସି ପହଞ୍ଚିଲୁ, କିନ୍ତୁ କାଲି ରାତିର ଯେଉଁ ଅବସ୍ଥା, ମୋତେ ଜମା ବସ୍ ଜଣିକି ମୋତେ ଜମା ସୁଟ୍ କରେ ନା। ମୁଁ ଆଦୌ ରାଜି ନଥିଲି ବସ୍ରେ ଆସିବା ପାଇଁ, କିନ୍ତୁ ଟ୍ରେନରେ ଟିକେଟ୍ ମିଳିଲାନି। ତେଣୁ ବାଧ୍ୟ ହେଇକି ବସ୍ରେ ଆସିଲି, ଛୁଟିଟା ନଷ୍ଟ ହେଇଯିବ ବୋଲି। ବସ୍ରେ ପୁରା ଆଉ ବାନ୍ତି ଫାନ୍ତି ହେଇକି ଆଉ ଅବସ୍ଥା ପୁରା ଖରାପ। ଆଉ ତେଣୁ କାଲି ଆଉ କଥା ହେବା ହୋସରେ ବି ନଥିଲି ମୁଁ। ଏଇଟା ତା ବାରି ଦେଖନ୍ତୁ, ବଢ଼ିଆ ମାଟି ତାଙ୍କର, ଯେହେତୁ ଏଠି ଯେଉଁ ଗଛ ଲଗେଇଲେ ସେ ଗଛ ବଢ଼ିଆ ହେଉଛି। ତା ବାରିରେ କେତେ ପ୍ରକାର କରିଛି।
ଏଇଟା ତାଙ୍କ ବାଇଗଣ କିଆରି, କେତେ ବଡ଼ ବଡ଼ ବାଇଗଣ ହେଉଛି ଏଠି। ଆଉ ଗଛ ଗୁଡ଼ା କେତେ ସୁସ୍ଥ ସବଳ ଅଛି। ମାଟିରେ ଲାଗିଲା ମାନେ ତ ବହୁତ ଭଲ ହବ, କିନ୍ତୁ ଏପଟ ସାଇଡ଼୍ର ମାଟି ଆଉ ଟିକେ ଭଲ। କେତେ ବଢ଼ିଆ ହେଇଛି ବାଇଗଣ ଗଛ। ଡେଲି ନିହାତି, ଯାହା ଭଉଣୀ କହିବା କଥା, ଡେଲି ନିହାତି 4-5 କିଲୋ ଲେଖା ବାହାରୁଛି। କେତେ ବଢ଼ିଆ ହେଇଛି। ବହୁତ ଶାନ୍ତ ପରିବେଶ, ଚାରିକର ଯାକ ପାହାଡ଼, ଚାରିକର ଯାକ ପାହାଡ଼, ତା ଭିତରେ ଘର। ତେଣୁ ସମସ୍ତେ ଆମର ଯେତେକ ସବୁ ମାନେ ଆମେ ରହିଛୁ ଟାଉନରେ, ସମସ୍ତେ ଏଇ ସାନ ଭଉଣୀ ଘରକୁ ଆସିବା ପାଇଁକା ସବୁବେଳେ ଆଗ୍ରହ। ସକାଳୁ ସକାଳୁ ଆସିକି ଆଉ ଅବସ୍ଥା ଖରାପ ହେଇଯାଇଥିଲା ରାତିରେ ଯେଉଁ ବସ୍ରେ ଆସିକି ଟିକେ ରେଷ୍ଟ ନେଇକିରି ଏବେ ଟିକେ ଉଠିଲି। ତେଣୁ ତା ପୂର୍ବରୁ ଏଇଟା ହେଉଛି କୁନ୍ଦୁରି। ଦେଖନ୍ତୁ କୁନ୍ଦୁରି ଯାହା ତ ଲଗେଇଦେଲେ ଛାଁ ମାଟିରେ ଫଳି ଯାଉଛି ବିନା ସାର ଖତରେ ଆଉ। କେତେ ସୁନ୍ଦର ବାଡ଼ି କରିଛି, ବଢ଼ିଆ ବଢ଼ିଆ ଗଛ ଲାଗିଛି, ସବୁ ଅଛି। ଲେମ୍ବୁ, ପିଜୁଳି, କଦଳୀ, ନଡ଼ିଆ, ଆମ୍ବ ସବୁ ଅଛି। ଏଇଟା ତାର ଘର। କେତେ ସୁନ୍ଦର ଘର କରିଛି, ପୁରା ଶାନ୍ତି। ଯିଏ ବି ଏଠିକି ଆସିବ ସେତିକି ସମୟ ପୁରା ଶାନ୍ତିରେ ବିତେଇକି ଯିବ। ଆଉ ସାନ ଭଉଣୀର ଶାଶୁ, ତାଙ୍କ ନାଁ ବି ଶାନ୍ତି। ଏଇଠି ସେ ପରିବା କାଟୁଛନ୍ତି, ସେ ଟିକେ ତାଙ୍କର ଗୋଡ଼ ଖରାପ, ସେ କେମିତି ପରିବା କାଟୁଛନ୍ତି ଦେଖନ୍ତୁ। ପନିକିରେ ବସିକି, ଚେୟାରରେ ବସିକି ପନିକିରେ ବସିକି କାଟୁଛନ୍ତି। ଚଲା ମସଲା ହେଇଛି ନା କରିବି ରେ? ହଁ, ସିଏ ଭାରି ଭଲ ପିଲାଟା। ହଁ, କଣ ମ୍ୟାଡ଼ାମ କଣ ରାଞ୍ଚ? ତ ଘରକୁ ଆସିଲେ ଲୋକ ତ ଯିବାକୁ ଇଚ୍ଛା କରୁନାହାନ୍ତି। ଏ ଭାଇ, ମୋ ସଂସାର ସିଆଡ଼େ ଉଜୁଡ଼ି ଯିବ। ସୁନା କାଲି କହୁଥିଲା ଧନିଆ ପତ୍ର ଚଟଣି କରିବା ପାଇଁକା। ପଡ଼ିଛି ସେଥିରେ? ହଉ, ସାରିଲଣି ସବୁ ତାହେଲେ? ନେବି ରେ, ବଢ଼ିଆ ଲଙ୍କା ବେ। ଦଉନୁ ମତେ, ମୁଁ କରିଦେବି, ତୁ ଯାଉନୁ ତ କଣ କରିବୁ? ହଁ, ଝିଅ ବାହାରିଲୁ? ହଁ, ଜରି ଜାଳିଥିଲୁ? ସରୁ ତା ତଳେ ନିଆଁଟା ଉପରକୁ ଗଲା। କାଠ ଧରିଦବ ସେତିକିରେ? ବୁଦ୍ଧି ଅଛି ରେ। ଆଁ, ତଳେ ଦେଲେ ଲେଟ୍ ଲାଗଛି, ଉପରୁ ଧରିଲେ ତଳକେ କାଠ ଧରିଲେ ଉପର ତ ନିଆଁ ଜଳିଗଲା। କଳା ହାଣ୍ଡିର ବୁଦ୍ଧି ଏଟା। ତାପରେ ଜାଳଟାକୁ ଆଣିବି କେତେବେଳେ ତଳକୁ? ନିଆଁ ଲାଗିଲେ ତଳକୁ ଦବ ଧରିକି ଧରୁ। ହଁ, ମାଉସୀ କେତେବେଳେ କହିଲାନି ମତେ ଚଢେଇ କଥା। ସେ ଚଢ଼େଇ କଣ କରୁଛି, କାର୍ ମିରରରେ ବସୁଛି, ତାରି ମାନେ ଇମେଜଟାକୁ ସେ ନିଜେ ଖୁମ୍ପୁଛି। ଧରିଗଲେ ଦିପଟେ ଚୁଲି ଆରାମସେ ଲଗେଇ ହେଲା। ସେପଟେ ଅଧା କାଠ, ସେପଟେ ଅଧା କାଠ। ହଁ କି?
ଦେଇଥିଲେ ବାପ ଘରେ ପୁରା ସବୁ କାମ ଶିଖି ଦିଏ ସେ କଥା। ତୋ ବାପ ଘରେ ଶିଖିନଥିଲୁ ତ ଏଇଟା? ନାଇଁ ଏଇଟା ଶିଖିନି, ବାକି ଏଇଟା ଶିଖିଲି ପୁରା ସବୁ କାମ। ଶାଶୁ ଘରେ ଶିଖିଥିଲୁ? ଆରାମସେ ଲାଗିଲା, ଦି ପଟ ଦିଟା କାଠ ସେଥିରେ ଜୋର କାମ କଲା। ଏତେ ପରିଶ୍ରମ ନାହିଁ। ତ ବଦନଟି ଦେଖିଦେଲୁ। ଆଜି ଦର୍ପଣ ନେଇ ଦେଖି, ଆଁ ଦର୍ପଣ ନେଇ ଦେଖବାର, ନା ମୁଣ୍ଡ ନେଇ କୁଣ୍ଡାବାର। ତୋ ଘରକୁ ଆଇଛି, ନୂଆ ନୂଆ ଟ୍ରିକ୍ ମତେ ଶିଖେଇବୁ ନା? ଧୀର କଥା। ପଟି ଗୋଟେ ପକା, ପିଆଜି। ଏଥିରେ ଆଉ ନଉନୁ। ଦେଖୁନ ମଝି ମଝି କୋଉ ରଖିଲେ ଯୋଉ ବହୁତ ନେଳିଆ ମଗ କାହିଁ ଗଲା, ନୀଳ କଲର ମଗ। ଦେଖ ସେପଟେ ନାଗିବ ବେ। ନାଇଁ ଲାଗେ ସେପଟେ ନଉନୁ, ତୁ ସେପଟ ଚୁଲିଟାକୁ ନଉନୁ ଟିକେ। ଝିଅ ଗାଧା ପାଧା କରିକି ଯିବୁ, ଯୁଆଡେ ଯିବୁ। ସୁନା ବା ମାଛ ଟିକେ ଭଜା ଆଉ ଖାଇବ। ଝଗଡ଼ା ଗୋଟେ କଂସା ଦବୁ, ଝିଅ ହାତରେ ପଠେଇଦେ କଂସା।